ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ ମତେ ଯେତେବେଳେ ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାୟିତ୍ୱ ଦେଇଛନ୍ତି ତାକୁ ନିର୍ବାହ କରିଛି। ଆପଣମାନେ ଅତୀତରେ ଜାଣିଥିବେ 2009ରେ ଲଢ଼େଇ କରି ପରାସ୍ତ ହେଲା ପରେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ। ମୁଁ କାମ ତୁଲେଇଛି, ଲାଭ ଦେଇଥିଲି ବି ମଧ୍ୟ ରାଜ୍ୟ ସରକାରକୁ କେନ୍ଦ୍ର ସରକାରକୁ। ପରବର୍ତ୍ତୀ ସମୟରେ 2014ରେ ପାଲହଡାର ବିଧାୟକ ପଦବୀ ମଧ୍ୟ ଦେଇଥିଲେ। ଜନସାଧାରଣଙ୍କ ଆଶୀର୍ବାଦରୁ ମୁଁ ନିର୍ବାଚିତ ହୋଇଥିଲି। ତା ପରବର୍ତ୍ତୀ ସମୟରେ ମୋତେ ଡିଷ୍ଟ୍ରିକ୍ଟ ପ୍ଲାନିଂ କମିଟି ଚେୟାରମ୍ୟାନ୍ ଦେଇଥିଲେ। 2019ରେ ବି ମଧ୍ୟ ମୋତେ ସାଂସଦ ହିସାବରେ ଦାୟିତ୍ୱ ଦେଇଥିଲେ। ମୁଁ ମୋର ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ବିକାଶ କାର୍ଯ୍ୟକ୍ରମକୁ ଆଧାର କରିକି ବିଧାୟକମାନଙ୍କ ସହିତ ଉତ୍ତମ ସମ୍ପର୍କ ସହଯୋଗ ରଖି ମୁଁ ସାଂସଦ ହିସାବରେ ମୋ କାର୍ଯ୍ୟ ନିର୍ବାହ କରିଥିଲି। ଭଲ କଲି କେତେ, ଖରାପ କଲି କେତେ ଆପଣ ଜାଣିଛନ୍ତି, ମୋର ନେତା ଜାଣିଛନ୍ତି। ପୁଣି ପରବର୍ତ୍ତୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପଯୁକ୍ତ ମନେ କଲେ ଯେ 2024 ମସିହାରେ ମୋତେ ହିନ୍ଦୋଳର ବିଧାନସଭା କ୍ଷେତ୍ରର ଦାୟିତ୍ୱ ଦେଇଛନ୍ତି। ମୁଁ ଆଶା କରିବି ଯେ ସେ ବିଶ୍ୱାସ ଥିଲା ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ। ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସାଥିରେ ନେଇ ସୁଖରେ ନ ରହିଲେ ମଧ୍ୟ ଦୁଃଖରେ ସାଥୀ ହୋଇ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା ଆଶୀର୍ବାଦରେ କାର୍ଯ୍ୟକ୍ରମ କରିବି। ନବୀନ ବାବୁଙ୍କର ବିକାଶ କାର୍ଯ୍ୟକ୍ରମ ଯାହା ଅସମ୍ପୂର୍ଣ୍ଣ ଅଛି, ଯାହା ପହଞ୍ଚି ପାରିନାହିଁ, ତାକୁ ମୋର ଉଦ୍ୟମ ପୁରା ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସେ ଅପହଞ୍ଚ ଇଲାକାରେ ପ୍ରବେଶ କରି ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଯେତେବେଳେ ସାଂସଦ ହିସାବରେ କରିବାରେ ସମର୍ଥ ହୋଇଥିଲି, ଯେଉଁ ଅପହଞ୍ଚ ଇଲାକା ଜଣେ ସ୍ୱପ୍ନରେ ଭାବିନଥିଲେ ଯେ ଗୋଟେ ଭଲ ରାସ୍ତାଟେ ହେବ ବୋଲି, ସୀମାର ସହଯୋଗ ଅଛି। ଅତୀତରେ ମୁଁ ତାକୁ ସହଯୋଗ କରିଥିଲି, ସେ ମୋତେ ନିଶ୍ଚିତ ଭାବରେ ସହଯୋଗ କରିବ ଏବଂ କୌଣସି ଅସୁବିଧା ହେବନି। ଦଳର ନେତା ଦାୟିତ୍ୱ ଦେବେ, ଏଥିରେ ଉଣା ବେଶୀ କମ୍ କରିବାର କିଛି ମୂଲ୍ୟ ଅଛି। ଦଳର ନେତାଙ୍କର ବିଶ୍ୱାସ ଭରସା ଅଛି ଯେ ଏ ଜଣେ ସାଧାରଣ ଶୃଙ୍ଖଳିତ କର୍ମୀ ହିସାବରେ କିଛି କାମ ଦାୟିତ୍ୱ ଦେଲେ କରିପାରନ୍ତି, ସେ ବିଶ୍ୱାସ ରଖିକିରି ମୋତେ ଦେଇଛନ୍ତି। ମୋତେ ସେ ବିଶ୍ୱାସ ରଖିବାକୁ ଦଳ ନିଷ୍ପତ୍ତି ନେଇଥିଲା। ମୁଁ ସାଂସଦ ହିସାବରେ ଦେଇଥିଲେ କରିଥିଲି କାମ। ଦଳ ଅତୀତରେ ଦେଇଥିଲା 14 ମସିହାରେ ପାଲହଡାରେ ବିଧାନସଭା କାମ କରିଥିଲି। ପୁଣି 2024 ମସିହାରେ ହିନ୍ଦୋଳରେ ବିଧାନସଭା କ୍ଷେତ୍ରର ଦାୟିତ୍ୱ ଦେଇଛନ୍ତି, ତାକୁ କାମ କରିବି। ତେଣୁ ନବୀନ ବାବୁଙ୍କର ବିକାଶ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଖରେ ସ୍ପର୍ଶ କରିଛି, ଭଲ ପାଇବା ଦେଇଛନ୍ତି। ନବୀନ ବାବୁ ଦେଇଛନ୍ତି, ସାଧାରଣ ଲୋକ ଆମକୁ ଭଲ ପାଇବା ଦେଇଛନ୍ତି। ତେଣୁ ଭଲ ପାଇବା ସ୍ନେହ ଶ୍ରଦ୍ଧାକୁ ନେଇକିରି ଆମେ ଫଳାଫଳ ନିଶ୍ଚିନ୍ତ ଭାବରେ ଏକ ନିଶ୍ଚିନ୍ତ ସଫଳ ହେବ, ପଜିଟିଭ ହେବ। ମୁଁ ପ୍ରତିଦ୍ୱନ୍ଦ୍ୱୀ ଯେଉଁମାନେ ପ୍ରତିଦ୍ୱନ୍ଦ୍ୱୀ କରିଛନ୍ତି ମୁଁ ତ ସ୍ୱାଗତ କରେ, ଅଭିନନ୍ଦନ ଜଣାଏ ଗଣତନ୍ତ୍ରକୁ ସୁରକ୍ଷା ଦେଇକିରି।